ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆଜି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ କବରିବାହାଲସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁଚିଣ୍ଡା ସମ୍ବାଦ ସାହିତ୍ୟ ଘର ସଭାପତି ପ୍ରକୃତିବନ୍ଧୁ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗୋପୀନାଥ ନାୟକ ସମ୍ମାନିତ ଅତିଥି ଓ ଗୁଦଗୁଦା ସାହିତ୍ୟ ସଂସଦ ସମ୍ପାଦକ ଶେଖର ବନମାଳୀ ନାମଦେବ ଅତିଥି ଭାବରେ ଯୋଗଦେଇ 10 ଗୋଟି ଆମ୍ବ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାହିତ୍ୟଘର ସମ୍ପାଦକ ରବୀନ୍ଦ୍ର କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ, କୁମୁଦିନୀ ସାହୁ, ପଦ୍ମିନୀ ମାଝୀ, ମନୋଜ ନାୟକ, ସୁମିତ୍ରା ନାୟକ, ସବିତା ମାଝୀ, ସଂଯୁକ୍ତା ନାୟକ ପ୍ରମୁଖ ସାମିଲ ହୋଇଥିଲେ। मुख्य हमको कौन दे? मुख्य हमको कौन दे? मुख्य देवे लगे ठीक है अटके वो सारे जो फोटो सब आगे सब आगे बोले